ନାଇଁ ସୂଚନା ଆସିବ ହିଁ ନାହିଁ କାହିଁକି ନା ସୂଚନା ନ ଆସିବ କାହିଁକି ମୁଁ କହୁଛି ଆପଣ ମାନେ ଜାଣିଥିବେ ଆଗାମୀ ଦିନରେ ଯାହାକି ଜଣେ ମାଆକୁ ପ୍ରମିଳା ବିଷୟ ବୋଲି ମାଆକୁ ଜଣେ ବିଜୁ ଜନତା ଦଳ ଟିକେଟ ଦେଇଥିଲା ସାଂସଦ ଭାବରେ ପ୍ରତିନିଧିତ୍ୱ କରିଥିଲେ ସିଏ ସେଇ ମା ହିସାବରେ ଆସ୍କାର ସେ ମା ହିସାବରେ 5 ବର୍ଷ ତାଙ୍କର ସାଂସଦ ପଦ ରଖିଛନ୍ତି ଆଉ ସେ ମଧ୍ୟ ବିଜୟୀ ହେଇଥିଲେ ଆଉ ପାର୍ଲାମେଣ୍ଟକୁ ଯାଇଥିଲେ ଜମା କ୍ଷମତା ନାହିଁ ଜମା କ୍ଷମତା ପାଇଁ କେବେ ସେ ଲୋଭାୟିତ ନୁହନ୍ତି ମୁଁ ଏଟା ଭଲ ଭାବରେ ଜାଣିଛି ମୁଁ ବି କହିପାରିବି କନଫିଡେନ୍ସରେ କାହିଁକିନା ମୋତେ ସେ ନିଜେ କହିଛନ୍ତି ଯେତେବେଳେ ଏଇ ଗଣମାଧ୍ୟମରେ ଆଲୋଚନା ହେଲା ଭିତରେ ମୁଁ ଯାଇଥିଲି ମୋତେ ସେ କଥା କହିଥିଲେ ମୋର କ'ଣ ବିଧାୟକ ହବା ନିହାତି ଆବଶ୍ୟକ ଅଛି ତେଣୁ ମୁଁ କ୍ଷମତା ଲୋଭୀ ନୁହଁ ତେଣୁ ସେ ସବୁବେଳେ କହିଛନ୍ତି କ୍ଷମତା ଲୋଭୀ ନୁହଁ କି ବିଧାୟକ ହବାର ତାଙ୍କର ଆବଶ୍ୟକତା ନାହିଁ ଯେ ସେ ଜଣେ ମାଆକୁ ଠିଆ କରିଛନ୍ତି ତାଙ୍କ ସମର୍ଥନରେ ମୁଁ ଏଠି ଯାଜପୁରର ବିଧାୟିକା ଭାବରେ ପ୍ରତିନିଧି କରିବା ପାଇଁ ମୋତେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ମାନ୍ୟବର ପୂର୍ବତନ ବିଧାୟକ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ତାଙ୍କ ସାହାଯ୍ୟରେ ମୋତେ ଆଜି ମୁଖ୍ୟମନ୍ତ୍ରୀ ଟିକେଟ ଦେଇଥିଲେ ପୂର୍ବତନ ତେଣୁ ମୁଁ ସେଥିପାଇଁ ତ ଆଜି ଏଠି ଯାଜପୁରର ପ୍ରତିନିଧି ଭାବରେ ମୋତେ ଆଜି ସାଧାରଣ ଲୋକମାନେ ନିର୍ବାଚିତ କରିକି ପଠେଇଛନ୍ତି ବିଧାନସଭାକୁ